Press the bell icon on the YouTube app and never miss another update. आज पवित्र शुभ प्रभात कार्तिक मासर सप्तम दिन यही सप्तम दिनर प्रभात रे आमे हेंगुलाई माँ हेंगुलाई मंडलर तालचेर ठारे आमे अवस्थान करुचु। आपण मान को वार्ता दे सारिबा परे आमे भुवनेश्वर अभिमुखे यात्रा करिबु। तेणु आज हूँ सुंदर प्रभात। यही प्रभात रे आमे विश्व देश राज्य समस्त उपासक उपासिका मानकर शुभ कामना करुछु। वैकुंठ गोटे संगीत रे लिखिले जानी नथिली सजनी से कालिया
রীতি কি জীবনে হুড়ি অর্জিলি তার সর্থ প্রীতি কি। ସେ କହିଲେ ସଜନୀ ଗୋଟିଏ ଗୋପୀ ଆଉ ଗୋଟିଏ ଗୋପୀ କି କହୁଛି ସେ କାଳିଆ କହିଲେ ଭଗବାନ କୃଷ୍ଣଙ୍କର ସ୍ୱରୂପ ହେଉଛି କାଳିଆ। କାଳିଆ ରୂପଟି ସେ କାହିଁକି ନେଲେ? ଜଗନ୍ନାଥଙ୍କ ରୂପ ହେଉଛି କାଳିଆ। ସେ କାଳିଆ ରୂପକୁ କାହିଁକି ନେଲେ? ପ୍ରକୃତରେ ସେ କାଳିଆ ଥିଲେ କି ଗୋରା ଥିଲେ ଆମେ ତ ତା ପ୍ରମାଣ କରିପାରିବାନି, କିନ୍ତୁ ବଳିଆ ସବୁବେଳେ ଭାବେ ଆମ କଳା କଳଙ୍କର କାଳିଆ ଆମ ଜୀବନ ଭିତରେ ଯେତେ କଳଙ୍କ କାଳିମା ରହିଛି ଯାହାଙ୍କର ପାଦରେ ବା ଯାହାଙ୍କ ନିକଟରେ ଆମେ ସେ କଳଙ୍କ କାଳିମାକୁ ଅର୍ପଣ କରୁଛୁ, ତେଣୁ ସେ ନିଜକୁ କାଳିଆ ରୂପରେ ପରିଚୟ ଦେଇଛନ୍ତି। ତାଙ୍କ ବର୍ଣ୍ଣ କାଳିଆ କି ନ କାଳିଆ ନୁହେଁ ସେ କଥା ଆମେ କିଛି ଜାଣିବା ଆବଶ୍ୟକ ନାହିଁ। ତେବେ ତାର ପ୍ରୀତି ସେଇ ଯେଉଁ ଗୋପୀ କୃଷ୍ଣଙ୍କର ପ୍ରୀତି ଏହା ଥିଲା ସ୍ୱତନ୍ତ୍ର, ଯାହାକୁ ବର୍ଣ୍ଣନା କରିହେବ ନାହିଁ, ଅବର୍ଣ୍ଣନୀୟ। ଆମେ ସେ କଥାଟାକୁ ଶୁଣିବା ସହିତ ଗୋଟିଏ କଥା ମନେ ପକାଇବା ଉଚିତ, ଆମେ ଖାଲି ଗୋପୀକୃଷ୍ଣଙ୍କ ପ୍ରୀତିକୁ ମନେ ରଖିଲେ ହେବ ନାହିଁ। ଆମେ ଯେଉଁ ପରିବାର ଭିତରେ ଜନ୍ମ ନେଇଛେ, ମାତା ପିତା ଭାଇ ବନ୍ଧୁ କୁଟୁମ୍ବକୁ ନେଇ କେତେ ବଡ଼ ଆମେ ଜଣେ ବ୍ୟକ୍ତି, ଆମର ଅନେକ ଲୋକ ଅଛନ୍ତି, ପଡ଼ୋଶୀ ଅଛନ୍ତି, ଭାଇ ଅଛନ୍ତି, ବନ୍ଧୁ ଅଛନ୍ତି। ଏଇ ଯେଉଁ ଗୋଟେ ବିରାଟ ସଂସାର ଭିତରେ ଛୋଟିଆ ସଂସାର କହିଲେ ହେବନି, ଗୋଟେ ଅନେକ ସଂସାରକୁ ନେଇ ଆମେ ଯେଉଁ ଜୀବନ ଯାପନ କରୁଛୁ, ପରସ୍ପର ଭିତରେ ସେମିତିକିଆ ସ୍ନେହ ଶ୍ରଦ୍ଧା ଭଲ ପାଇବା ରହିବା ଉଚିତ। ମଧୁ ଲେଖିଲେ କାଳି ତୁମ୍ଭେ ତୁମ୍ଭେ ଗୁରୁ, କାଳ ରୂପେ ତୁମ୍ଭେ ମୋର ସଂସାରୁ, ହେ କଳପତରୁ କର ସର୍ବ ତୁମ୍ଭ ଠାରୁ। ତେଣୁ ଏଠି ମଧୁସୂଦନ ମଧ୍ୟ ନାମାଚାର୍ଯ୍ୟ ବାୟା ବାବାଙ୍କର ଯେଉଁ ଶବ୍ଦଟି କଳପତରୁ ଶରଣ, ଶ୍ରୀ ଶ୍ରୀ କଳପତରୁ ଶରଣ, ସମସ୍ତ କଳ୍ପନା ବା କାମନା ଯାହାଙ୍କ ପାଖରେ ସିଦ୍ଧି ହୁଏ ସେ ହେଉଛନ୍ତି କଳ୍ପତରୁ। ତେଣୁ ଏଠି କାଳୀଙ୍କୁ ସେ ବର୍ଣ୍ଣନା କରିଛନ୍ତି କାଳ ବା ସମୟ ରୂପରେ। ସେ ସମୟ ସ୍ୱରୂପିଣୀ। ଆମେ ସମସ୍ତେ ସେଇ କାଳ ଭିତରେ ଅଛୁ, ସେଇ କାଳ ଭିତରେ ଜନ୍ମ ନେଇଛୁ, ସେଇ କାଳ ଭିତରେ ହିଁ ଆମର ଜୀବନର ଶେଷ ନିଶ୍ୱାସ ତ୍ୟାଗ ହେବ। ଏଠି ଅଭିନ୍ନ ସୁନ୍ଦର ଅଭିରାମ କହିଲେ ବିଷୟରେ ରହିଲେ ମଧ୍ୟ ନ ଭୁଲ ଈଶ୍ୱରଙ୍କୁ। ତମେ ବିଷୟା ଭିତରେ ଅଛ, ଧନ ସମ୍ପତ୍ତି ଭିତରେ ଅଛ, କିନ୍ତୁ ଈଶ୍ୱରଙ୍କୁ ଭୁଲ ନା। ଯେତେକ କର୍ମ କରୁଅଛ ଫଳ ଦିଅ ପ୍ରଭୁଙ୍କୁ। ତୁମେ ଯାହା କରୁଛ, ଯାହା ତୁମେ କରୁଛ ସେ ଫଳକୁ ଈଶ୍ୱରଙ୍କ ପାଦରେ ସମର୍ପିତ କର। ଇଏ ସେବକ ବଳିଆ ଥରେ ନୁହଁ ଅନେକ ଥର କହିଛି, ଯାହା ଆପଣ କର୍ମ କରି କିଛି ଫଳ ପାଉଛନ୍ତି ସେଥିରେ ନିଜେ ବଞ୍ଚନ୍ତୁ, ପରିବାରକୁ ବଞ୍ଚନ୍ତୁ। କିଛି ପରୋପକାର ଯଦି କଲେ ଆହୁରି ଭଲ, ଏବଂ ଇଷ୍ଟଙ୍କ ଉଦ୍ଦେଶ୍ୟରେ, ଗୁରୁଙ୍କ ଉଦ୍ଦେଶ୍ୟରେ ଇଷ୍ଟାର୍ଘ୍ୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କର କର୍ମଫଳର ସିଦ୍ଧି ଲାଭ ହେବ। ନାମାଚାର୍ଯ୍ୟ ବାୟା ବାବା ଗୋଟେ ସୁନ୍ଦର କଥା କହିଲେ। ତିନୋଟି ଶବ୍ଦ ଉପରେ ସେ ଗୁରୁତ୍ୱ ଦେଲେ, ଆହାର, ନିଦ୍ରା, ମୈଥୁନ। ଇଏ ତିନୋଟି ଶବ୍ଦ
प्रत्येक जीवनर हौची मित्र, प्रत्येक जीवनर मध्य शत्रु। किपरि धरंतु आहार, आमे आहार न खाइले बंची पारिबानी। बाया कहले जड़े साधु केन्द्रापड़ास्थ टिकिरी मठरे देखाई, से किछि खाती नहीं। गोबरी नदीर माटिकी निज देहरे बोली हंती, बेले बेले से माटिकी भी खाती। बाया तांको अनेक प्रकार बुझेइबा फलरे से अल्प अल्प प्रसाद पाउथिले। तेणु आहार होउची शत्रु, आहार भी होउची मित्र। कारण जो आहार जेतिकी दरकार, आपण भागवतर गोटे पदरे लेखा हिची, कर्म कषणे देह अरण्ये अजगर प्राय, कर्म कषणे देह अरण्ये अजगर प्राय। केमिति अजगर सापर शरीरटा पृथुल, से खाद्य अन्वेषण करिया पई जाई पारे ना, किंतु ता पाखकु खाद्य आसे। जेते बेले जो खाद्यटा आसे, गोटे छोटिया जीव आसे, केतबेले बड़ जीवटी आसे, सेटा खाई दे संतुष्ट रहे। अल्पे बहुते संतोष, न मिले करे उपवास। अल्पे बहुते संतोष, न मिले करे उपवास। आजिर पिला माने, आजिर पुओ झियो माने, किछि व्यक्ति मध्य, खाली पुओ झियो को कथा कहले हब नहीं, अनेक व्यक्ति अल्प करे खुशी ही पारंती नहीं। जे अल्प रे खुशी, बहुत रे खुशी, ये दियोटी कथारे जे खुशी, आज भल मिलिला मु संतुष्ट, काली टिके अल्प मिलिला, सी बहुत मिलिला, सेतरे मध्य से खुशी। ये होची जीवनचर्यार एक महान जोग। आज आपण को डाली टिके होइछि, शाग भात टिके होइछि, शाग टिके होइछि, खाइबा आनंद रहिबा। तापर दिन को आमको आलू दम मिलिला, डाली मिलिला, सेतरे मध्य खुशी रहिबा। किपरि अजगर साप भली, अल्पे बहुते संतोष, न मिले करे उपहार। सेठिपाई ब्रह्मलीन ब्रह्मवेता अवधूत नामक जड़े ब्रह्मविद सन्त थिले। से राजा जदुराजा को बुझेइथिले, अजगर साप होउसी मोर गुरु। से अल्प करे खुशी, बहुत रे खुशी। सेठिपाई से कहिथिले, मु जीवन रे साधना करिछि, एई साधना जाहा पाइबी अकस्मात आनंदे समय, जाहा पाइबी अकस्मात आनंदे समय। तेणु मते आज जहा मिली मु सेतिकिरे खुशी रहिबी। ये होची गोटे जीवनचर्यार महान जोग। पिला माने मने रख, ये भली कटाड़ करना। आज मुढ़ी मिली, काली की चूड़ा मिलिबो, तापर दिन पूरी मिलिबो, तापर दिन उपमा मिलिबो। जहा मिलुची आनंद रे खाओ।
ଖାଲି ଖାଇବା ବି ନୁହଁ, ଖାଇବା ସହିତ ପିନ୍ଧିବା ମଧ୍ୟ, ଖାଇବା ପିନ୍ଧିବା ଇଏ ସବୁଗୁଡ଼ିକ ଅଳ୍ପ ବହୁତରେ ସନ୍ତୁଷ୍ଟ ରୁହ। ଇଏ ହେଉଛି ଆହାର। ଯିଏ ଖାଇବି 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 ବୋଲି ସବୁବେଳେ ଚିତ୍କାର କରେ, ଆକୁ ଖାଇବି ତାକୁ ଖାଇବି ତାକୁ ଖାଇବି, କେବଳ ଖାଇବା ଚିନ୍ତା। ଥରେ ମୁଁ ଗୋଟେ ଟ୍ରେନରେ ଯାଉଥିଲି, କେଉଁଠିକି ଯାଉଥିଲି ମନେ ନାହିଁ, ଯାଉଥିଲି। ଆମେ ବ୍ରହ୍ମପୁର ଷ୍ଟେସନ ପାସ୍ କରିକି ଗଲୁ। ଜଣେ ବ୍ୟକ୍ତି ଟ୍ରେନରେ ବସିଥାନ୍ତି। ସିଏ ଯେତେ ପ୍ରକାର ବିକ୍ରି ଆସୁଥାଏ, ମାନେ କେତେବେଳେ ବରା ଆଉଥାଏ, କେତେବେଳେ ଆଳୁ ଚପ ଆଉଥାଏ, କେତେବେଳେ ମିକ୍ସଚର ଆଉଥାଏ, କେତେବେଳେ ଚିନାବାଦାମ ଆଉଥାଏ, ଯେତେ ପ୍ରକାରର ଖାଦ୍ୟ ବିକ୍ରି ଆଉଥାଏ, ସେ ସବୁ ଖାଦ୍ୟକୁ କିଣୁଥାନ୍ତି, ସବୁ ଖାଦ୍ୟକୁ ଖାଉଥାନ୍ତି। ତାପରେ ପୁଣି ଟ୍ରେନରେ ଭାତ ଡାଲି ତରକାରୀ ମଧ୍ୟାହ୍ନକୁ ମିଳିଲା, ତାକୁ ବି ଖାଉଥାନ୍ତି। ସିଏ ଆମ ସହିତ ବୋଧେ 500 କିଲୋମିଟର କି କେତେ କିଲୋମିଟର ଯାତ୍ରା କଲେ। ମୁଁ କେତେବେଳେ ଦେଖିଲି ନାହିଁ ତାଙ୍କ ପାଟିଟା ବନ୍ଦ ହୋଇଛି, ସେ ସବୁବେଳେ ଖାଉଛନ୍ତି। ମୁଁ ମନେ ମନେ ଭାବିଲି, ବୋଲି ମୁଁ ଶୁଣିଥିଲି କୁମ୍ଭକର୍ଣ୍ଣ ନାମକ ଏକ ରାମାୟଣର ଗୋଟେ ଚରିତ୍ର, ସେ କାଳେ ଯାହା ମାନେ ତା ମାନେ ଖାଏ ଆଉ 6 ମାସ ଶୁଏ, 6 ମାସ ଖାଏ। ସେ ଇଏ ତ କୁମ୍ଭକର୍ଣ୍ଣ ଏବେ ଜନ୍ମ ହେଇଛନ୍ତି, ଏବେ ଏଇଠି ଅଛନ୍ତି। ଶେଷରେ ତାଙ୍କ ସହିତ ମୁଁ ଦୁଃଖ ସୁଖ ହେଲି। ସେ କହିଲେ ମୁଁ ଜଣେ ବ୍ୟବସାୟୀ, ମୁଁ ଲୁଗାପଟା କିଣିବାକୁ ଯାଉଛି, ମୁଁ ଆଉ ଖାଇବା କଥା ତାଙ୍କୁ ପଚାରିଲି ନାହିଁ। ତେଣୁ ଅଳ୍ପ ଭୋଜନେ ମନ ସ୍ଥିର। ଯେଉଁମାନଙ୍କର ଭୋଜନ ସ୍ୱଳ୍ପ, ଗୀତାର ବାଣୀ ଯୁକ୍ତାହାର, ଅଳ୍ପ ଖାଅ, ଯୁକ୍ତ ବିହାର, ଯେତିକି ବୁଲିବା କଥା ସେତିକି ବୁଲ, ଯୁକ୍ତହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ। ଯେତେବେଳେ କର୍ମ କରୁଛ ଠିକ ସମୟରେ କର, ଯେତିକି କର୍ମ କରିବା କଥା ସେତିକି କର। ଯଦି ଏହା ନ କର ତାହେଲେ ଜୀବନର ଯୋଗଟା ଦୁଃଖରେ ପରିଣତ ହେବ, ବିଭିନ୍ନ ରୋଗ ସୃଷ୍ଟି ହେବ। ତେଣୁ ଆହାର ଆମମାନଙ୍କର ମିତ୍ର, ଆହାର ଆମମାନଙ୍କର ଶତ୍ରୁ। ଭଗବାନ ବୁଦ୍ଧ ପ୍ରଥମେ କିଛି ଖାଇଲେନି, ଯୋଗାସନ କରିପାରିଲେନି, ଧ୍ୟାନରେ ବସିପାରିଲେନି। ତାପରେ ବହୁତ ଖାଇଲେ, ମାନେ ଯେତିକି ଖାଇବାଟା ଖାଇଲେ, ନିଦ ମାଇଲା, ତଥାପି ଯୋଗ ଧ୍ୟାନ ସେ କରିପାରିଲେ ନାହିଁ। ଶେଷରେ ଏଇ ଗୀତାର ଏଇ ଶ୍ଲୋକଟିକୁ ସେ ମନନ କଲେ, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବଧସ୍ୟ ଯୋଗ ଭବତି ଦୁଃଖ। ଏମିତି ଆହାର ଆମେ କରିବା, ଆମକୁ ଅଳସୁଆ ଲାଗିବ ନାହିଁ। ଆମେ ଏମିତି ବୁଲିବା, ଧରନ୍ତୁ ପ୍ରାତ ଭ୍ରମଣ କରିବା, ସାନ୍ଧ୍ୟ ଭ୍ରମଣ କରିବା, ତା ଦ୍ୱାରା ଦେହ ସୁସ୍ଥ ରହିବ। ଏହା ସହିତ ଆମକୁ ଯଥା ସମୟରେ ଯଥା କାର୍ଯ୍ୟ କରିବାକୁ ପଡ଼ିବ। ଯଦି କାମ ନ କରିବା ତାହେଲେ ଦେହ ହାତ ସବୁ ଆଳସ୍ୟ ହେଇକିରି ଇଏ ଦେହ ହାତ ଗୁଡ଼ିକ ଅଚଳ ହୋଇଯିବ। ତେଣୁ ଆହାର ହେଉଛି ଶତ୍ରୁ, ଆହାର ହେଉଛି ମିତ୍ର। ପ୍ରଥମ ଆହାର ହେଉଛି ମିତ୍ର, ଦ୍ୱିତୀୟରେ ଆହାର ହେଉଛି ଶତ୍ରୁ। ତାପରେ ଆସିଲା ନିଦ୍ରା। ଆମେ ଯେତିକି ଧରନ୍ତୁ ମଧ୍ୟାହ୍ନରେ ଖାଇଲୁ, ଶୋଇପାରିଲୁନି, ବଜ୍ରାସନ କରି 15 ମିନିଟ୍ ବସିଲୁ, ପେପର ପଢ଼ିଲୁ, ନହେଲେ କିମ୍ବା ଆଖି ବୁଜି ଧ୍ୟାନସ୍ଥ ହୋଇ ବସିଲୁ, ବହିଟିଏ ପଢ଼ିଲୁ, ବଜ୍ରାସନ କରିଛୁ, କମଳଟିଏ ପକେଇଛୁ କି ଶତରଞ୍ଜିଟିଏ ପକେଇଛୁ, ତା ଉପରେ ବସି ବଜ୍ରାସନ କଲୁ,
ନ ଶୁଅ କିଛି ଅସୁବିଧା ନାହିଁ। ଆଉ ଯଦି ଶୋଇବ, କାରଣ ରୋଗୀମାନେ ଶୋଇବେ, ବୃଦ୍ଧ ବୃଦ୍ଧାମାନେ ଶୋଇବେ, ତାଙ୍କୁ ଶୋଇବାକୁ ଦିଅ। ଯେତିକି ସମୟ ଶୋଇବା କଥା ସେତିକି ସମୟ ଶୋଇବ। ଇଏ ସେବକ ଯାଇଥିଲା ବମ୍ବେ, କାଶ୍ମୀର ହୋଟେଲରେ ଥିଲା। ମୋର ଶିଷ୍ୟ ନଟବର ଜେନା ଆଜି ବି ବଞ୍ଚିଛନ୍ତି, ସେ ମୋତେ ବମ୍ବେ ନେଇଥିଲେ। ମୁଁ ଗୋଟିଏ ଲୋକକୁ ଦେଖିଛି, ତା ନାଁ ହେଉଛି, ତା ନାଁଟି କ'ଣ ମନେ ପଡ଼ୁନି, ଜିତୁ ବୋଲି ତା ନାଁ, ଜିତୁ, ଗୋଟେ ବ୍ୟାଙ୍କ ମ୍ୟାନେଜର। ସେ ଶନିବାର ରାତିରେ ଶୁଏ ଖାଇ ପିଇକିରି, ରବିବାର ଦିନ ଅପରାହ୍ନରେ ଉଠେ। ମୁଁ କହିଲି ଇଏ କ'ଣ, ଇଏ କି ଶୋଇବା, ପୁଣି ଘୁଗୁଡ଼ି ମାରୁଥିବ ଯେ ସେ କଥା। ତେଣୁ ସଜ୍ଜନ, ନିଦ୍ରା ହେଉଛି ମିତ୍ର, ନିଦ୍ରା ହେଉଛି ଶତ୍ରୁ। ଯେତିକି ସମୟ ଶୋଇବା କଥା ସେତିକି ସମୟ ଶୁଅ, ଅଧିକ ଶୁଅ ନା। ମୁଁ ଦିନେ ସେ ପୁଅକୁ ଡାକିକିରି କହିଲି, ମୁଁ କହିଲି ଆରେ ବାବୁ, ଏତେ ସମୟ କ'ଣ ତୁ ଶୋଉଛୁ? ନା ସବୁଦିନେ ଟିକେ ଶୋଇପାରୁନି, ସକାଳୁ ଉଠିକିରି ଅଫିସକି ଯିବାକୁ ପଡ଼ୁଛି, ବ୍ୟାଙ୍କକୁ ଯିବାକୁ ପଡ଼ୁଛି, ତେଣୁ ଏଇ ଶନିବାର ରବିବାରଟା ମୁଁ ଶୁଏ। ଆଉ ମୁଁ କ'ଣ ଶୋଇବ ବୋଲି ଏତେ ଶୋଇବ? କ'ଣ ନିଦ୍ରା ଗୁଡ଼ାକ ପେନିଂ ହେଇକିରି ଥାଏ, ସାଙ୍ଗେ ସାଙ୍ଗେ ନିଦ୍ରା ଗୁଡ଼ାକ ତୋତେ ଗ୍ରାସ କରିଯାଏ। ତେଣୁ ଶୋଇବାକୁ ହବ। ଶୋଇବା ମଧ୍ୟ ଗୋଟିଏ ମେଡ଼ିସିନ, ଗୋଟେ ଟ୍ରିଟମେଣ୍ଟ। ତେଣୁ ଯିଏ ପ୍ରକୃତରେ ଯାହାକୁ ନିଦ ନ ହୁଏ, ବିଭିନ୍ନ ରୋଗ ସୃଷ୍ଟି ହୁଏ। ତେଣୁ ନିଦ୍ରା ହେଉଛି ମିତ୍ର, ନିଦ୍ରା ହେଉଛି ଶତ୍ରୁ। ଅଯଥା ଶୋଇ ସମୟକୁ ନଷ୍ଟ କରନା। ତାପରେ ଆସିଲା ମୈଥୁନ। ଦେଖନ୍ତୁ ସଜ୍ଜନ, ଇଏ ସମଗ୍ର ସଂସାରରେ କୋଟି କୋଟି ଲୋକ ଜନ୍ମ ହେଇଛନ୍ତି। କିଏ କବି, କିଏ ପଣ୍ଡିତ, କିଏ ଲେଖକ, କିଏ ଶିଳ୍ପପତି, କିଏ IAS, କିଏ OAS, କିଏ ଇଞ୍ଜିନିୟର। ଇଏ ଦୁନିଆରେ କିଏ ମଧ୍ୟ ସାଧୁ, ସନ୍ଥ, ମହାପୁରୁଷ, ଯୋଗୀ, ସମସ୍ତେ ଜନ୍ମ। ଖାଲି ମଣିଷ ବି ନୁହେଁ, ପଶୁ ଜନ୍ମ ହେଇଛି, ପକ୍ଷୀ ଜନ୍ମ ହେଇଛି, ବୃକ୍ଷ, ତରୁ, ତୃଣ, ଲତା ସମସ୍ତେ ଜନ୍ମ ହେଇଛନ୍ତି। କେଉଁ ପ୍ରକ୍ରିୟାରୁ? ମୈଥୁନ ପ୍ରକ୍ରିୟାରୁ ସମସ୍ତଙ୍କର ଜନ୍ମ। ଆପଣମାନେ ଶିବଲିଙ୍ଗ, ତା ତଳକୁ ରହିଛି ଶକ୍ତି। ଏଇ ଲିଙ୍ଗ ଏବଂ ଶକ୍ତିର ସମନ୍ୱୟକୁ ଆମେ ଓମ୍ ନମ ଶିବାୟ କହି ପୂଜା କରୁ। କାରଣ ସେଇ ଯେତେବେଳେ କୌଣସି ମୂର୍ତ୍ତି ପୂଜା ଭାରତ ବର୍ଷରେ ହେଇନଥିଲା, ପ୍ରଥମ ମୂର୍ତ୍ତି ପୂଜା ହେଉଛି ଶିବଲିଙ୍ଗ। ତେଣୁ ଭବ ଏବଂ ଲିଙ୍ଗ, ଏ ଦୁଇଟିର ମିଳନକୁ, ମିଳନ ମୂର୍ତ୍ତିକୁ ମହାମିଳନ ରୂପରେ ଆମେ କହୁ ଓମ୍ ନମ ଶିବାୟ, ଓମ୍ ନମ ଶିବାୟ, ଓମ୍ ନମ। ସେ ହେଉଛନ୍ତି ଲିଙ୍ଗରାଜ, ସେ ହେଉଛନ୍ତି ଧବଳେଶ୍ୱର, ସେ ହେଉଛନ୍ତି ଗଡ଼ଗଡ଼େଶ୍ୱର, ସେ ହେଉଛନ୍ତି କପିଳାସ ଶିବ, ସେ ହେଉଛନ୍ତି ଲିଙ୍ଗରାଜ ଶିବ, ସେ ହେଉଛନ୍ତି କେଦାର ଗୌରୀ, ସେ ହେଉଛନ୍ତି କେଦାରେଶ୍ୱର, ସେ ହେଉଛନ୍ତି ଅମରନାଥ। ସମସ୍ତେ ତ ଗୋଟିଏ ଆଉ। ସେ ହେଉଛନ୍ତି ତୀର୍ଥେଶ୍ୱର, ସର୍ବେଶ୍ୱର, ଗୋକର୍ଣ୍ଣେଶ୍ୱର, ଗତେଶ୍ୱର, ସବୁ ଗୋଟିଏ। ତେଣୁ ସିଏ ମଣିଷକୁ ବୁଝେଇବା ପାଇଁ ସେ କହୁଛନ୍ତି ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷ, ତରୁ, ତୃଣ, ଲତା ସମସ୍ତେ ମୈଥୁନ ଗୋଟେ ଯୋଗ। ମୈଥୁନ ଯୋଗରୁ ସମସ୍ତେ ଜନ୍ମ ହେଇଛନ୍ତି। କିନ୍ତୁ ମନୁଷ୍ୟ ହେଉଛି ଗୋଟେ ଶ୍ରେଷ୍ଠ ଜୀବ। ତାର ମୈଥୁନ ପ୍ରକ୍ରିୟା ଅନେକ ସମୟରେ ବ୍ୟଭିଚାରରେ ପରିଣତ ହୁଏ।
आज आप देखुंट धर्षण बलात्कार मद्यपान करी मैथुन करवा या द्वारा उत्तम पुओ कि उत्तम झील केबे भी जन्म हो पारे ना। तेणु मैथुन को गोटे जोग बोली भाविब सेतबेले ईश्वर चिंतन करिब सुपुत्रटीए सुकन्याटीए पाइबा पाई प्रभु को प्रार्थना करिब। तेणु मैथुन आमर मित्र मैथुन आमर शत्रु। तेणु केते सुंदर हिंदू देवता माने लक्ष्मी नारायण शिव पार्वती लक्ष्मी नृसिंह राधा माधव गोपीनाथ ये जो कथा सब ब्रह्मा सावित्री आदि अनादि ये समस्त कथा होची एक मैथुनर ये माने समस्ते मैथुन मूर्ति। मैथुन होची गोटे जोग आहार निद्रा मैथुन ये तीनोटी सेतिकी बेले शत्रु है आम आगे ठिया है। आमे जेतबेले नीति नियम जथा समय जथा कथा न करू ताहले से आमर शत्रु हुए। गीतार कर्मयोगर शेष श्लोक जय शत्रु महाबाहो कामरूपम दुरासनम। भागवत गोटे सुंदर पदटी अच्छी न पढ़िले हबनी पढ़ीदबा। जीव भ्रमई काम अमृत प्राय जोनि जीव भ्रमई काम तेणु जीव प्रधान शत्रु होचंती काम। द्वितीय शत्रु कामना हो पारे किंतु कामना करने को हम किंतु अଯଥା कामना करना अଯଥା कामासक्त हुआ। स्त्रीर स्वामी होउची देवता एक कथा मन रख। स्वामीर स्त्री होउची शक्ति। से महालक्ष्मी रूपरे तुमको रोषेई करी खाइबा को दिए। महासरस्वती रूपरे से पिला मानकु पाठ पढ़ाया प्रेरणा दिए। से महाकाली रूपरे आम परिवार समस्तंकर स्वास्थ्य कथा बुझे केमिति आमे सुस्थ रहिबु। महादुर्गा रूपरे से दुर्बल माँ होइथिले मध्य शत्रु यदि ताको प्रवेश करे से प्रथमता आगु को आगे जाए मते पछे मार मो स्वामी मो पुत्र मो कन्या को मारना। जितेबले आपण माने जानिथिबे स्वर्ण मंदिर गंडगोल होइतला गोटाए दिनर कथा। बस रे स्वामी स्त्री जाउचंती हरियाणा पाखरे आतंकवादी माने आतंकवादी हो सिख पंथ माने किछि जो माने जो माने आंदोलन विप्लवी खलिस्तान विप्लवी से विप्लवी माने बस भितरे जाई गुली चलेले। स्वामी स्त्री बसिचंती प्रथम सीट रे। स्वामी को रक्षा करने पाई स्त्री स्वामी ऊपर को आउजी पड़िला एवं तांको गुली रे स्त्रीर जीवन चलीगला किंतु बंचिला स्वामी। तेणु स्त्री महालक्ष्मी से महासरस्वती से महाकाली से महादुर्गा से भली स्वामी मध्य प्रभु। यार अर्थ नुहे आमे मद्य खाइबू चरस खाइबू ब्राउन सुगार खाइबू आ कहबू आमे होचु स्वामी आमे होचु प्रभु ना। पुरुष जोटी सदाचारी नारी जोटी सदाचारिणी से परिवार स्वामी स्त्री होचंती लक्ष्मी नारायण। सेथिपाई आमे सबुदिने पढ़ू श्रीमन्नारायण नारायण नारायण।
श्रीमन्नारायण लक्ष्मी नारायण लक्ष्मी नारायण सज्जन अल्प समय भितर बहुत कथा कहवा संभव नुहे आजिर कथा को ये रखुची पुणी आम आसंता काली भुवनेश्वर आपण मानक पुणी वार्ता देवी कथाटी ये रहा कार्तिके